ହେଲା ଗାଇସ୍ ଗୁଡ୍ ମର୍ଣ୍ଣିଂ। ଆମେ ଆସିଥିଲୁ ଭୁବନେଶ୍ୱର, ଏଇଠି ଏଇ ବିଲ୍ଡିଂରେ ରହୁଥିଲୁ। ବର୍ତ୍ତମାନ ପାରଳାଖେମୁଣ୍ଡି ଅଭିମୁଖେ ଯାତ୍ରା କରିବୁ। ଚାଲନ୍ତୁ ଯାତ୍ରାରେ କେମିତି ବିତୁଛି ଆମର ଦିନଟା ଆଜି ଦେଖେଇଦେବା। ତ ଆମେ ବାହାରି ପଡ଼ିଲୁ ଭୁବନେଶ୍ୱରରୁ ଗଜପତି ଅଭିମୁଖେ। ଦେଖାଯାଉ କେମିତି ଆଜିର ଦିନଟା କଟୁଛି ବୋଲିକି ମୁଁ ପଚାରିଲି। ଏଥିମଧ୍ୟରେ ଆମର ଡ୍ୟାନ୍ସ ମାଷ୍ଟର ଆସିଯାଇଛି। ଡ୍ୟାନ୍ସ ମାଷ୍ଟର ବହୁତ ମନ ଦୁଃଖ ଯେ ଆମେ ଭୁବନେଶ୍ୱର ଏତେ ବଡ଼ ରାଜଧାନୀ ଛାଡ଼ିକି ପଳେଇ ଯାଉଛୁ, ଆମକୁ ବହୁତ ଦୁଃଖ ଲାଗୁଛି ବୋଲିକି। ଇତିମଧ୍ୟରେ ମୁଁ ଭାଇନା ପଚାରିଲି, ଭାଇନା ତୁମ କେଉଁ ଫ୍ୟାନ୍ସ? ଭାଇନା କହିଲେ ଚନ୍ଦ୍ରବାବୁ ନାଇଟ୍ ଫ୍ୟାନ୍ସ। ହଉ ଚାଲ ଦେଖି ନେବା। ବର୍ତ୍ତମାନ ଆମେ ରାସ୍ତା ସାଇଡ଼୍ରେ କିଛି ଚା ହେଉଥିଲା, ତ ଆମେ ଭାବିଲୁ ମାଟି ଗ୍ଲାସ୍ରେ ଚା ପିଇଦେବା। ଯେହେତୁ ଭୁବନେଶ୍ୱର ଛାଡ଼ିକି ଯାଉଛୁ ମାନେ ମାଟି ଗ୍ଲାସ୍ରେ ନିହାତି ଚା ପିଇବା। ଇତିମଧ୍ୟରେ ମୋ ସାଙ୍ଗ କ'ଣ କଲା, ମୋତେ ବି ଚା ଗୋଟେ ଦରକାର ଗଲା। ଟୋଟାଲ୍ 3ଟା ଚା ପିଇଲୁ। ମୋ ସାଙ୍ଗ ମନ ଭାବିଲା ଯେ 3ଟା ମାଟି ଗ୍ଲାସ୍ ଯାକ ଘରକୁ ନେଇଯିବା, କିନ୍ତୁ ଭାବିଲୁ ପରେ ଯେ ମାଟି ଗ୍ଲାସ୍ କାମକୁ ନାହିଁ। ଭାଇନାକୁ ପଚାରିଲି, ଭାଇନା ଚା କେମିତି ଲାଗୁଛି? ଚା ବଢ଼ିଆ ଲାଗୁଛି ବୋଲେ। ସତରେ ବହୁତ ବଢ଼ିଆ ଥିଲା। ଆପଣମାନଙ୍କୁ ମୁଁ ପୁଣି ଗୋଟେ ଦେଖେଇଦେବି, ଯେଉଁଟାକି ଏଇଟା ରାଜଧାନୀର ଫାୟାର ଷ୍ଟେସନ୍। ଦେଖନ୍ତୁ କେତେ ସୁନ୍ଦର ଡିଜାଇନ୍ ହେଇଛି। ଆପଣମାନେ ଦେଖିଲେ ବି କ୍ୟାପିଟାଲ ମାନେ କ୍ୟାପିଟାଲ ଏକା। ତା ଛଡ଼ା ସ୍ମାର୍ଟ ସିଟି ଦେଖିଦେବ, NH ପୁରା ଆଉ ମାଡ଼ିକି ଯାଉଛେ ଗାଡ଼ି। ଇତିମଧ୍ୟରେ ୱାଣ୍ଡରେଲା ଚାଲିଗଲା। ଦେଖୁ ଦେଖୁ ଭାବିଲି ୱାଣ୍ଡରେଲା ଚାଲିଗଲା। ଭାଇଚାରା ଦେଖିନେବେ କେଉଁ ଭଳିଆ, ମାନେ ଗୋଟେ ଭାଇକି ମାନେ ହେଡ଼େକ୍ ହେଲେ ତାଙ୍କେ କେଉଁ ଭଳିଆ ପରିଶ୍ରମ କରୁଛନ୍ତି ଦେଖନ୍ତୁ। ଇଏ ହେଉଛି ଆଜ୍ଞା ଆମର ଡିପାର୍ଟମେଣ୍ଟର ଭାଇଚାରା। ସେମିତି ଯାହାକୁ କିଛି ଗୋଡ଼ ହାତ ବଥା ହେଲେ ସେଠି ସାଙ୍ଗେ ହିଁ କରିବାକୁ ପଡ଼ିବ। ତା ସହିତ ଆମ ସାର୍ଙ୍କ ସହିତ ମୁଁ ଟିକିଏ ଛୋଟିଆ ସେଲ୍ଫି ନେଇଯିବି ବୋଲିକି ଭାବିଲି। ନାଇଁ ସାର୍ଙ୍କ ସହିତ ଭିଡ଼ିଓ ତ ନିହାତି ମେମୋରେବଲ୍। ଇତିମଧ୍ୟରେ କ'ଣ ହେଲା, ଆମେ ଭୋକ କଲା, ସକାଳ 8:30 ହେଇଗଲା। ଭଲ ହୋଟେଲରେ ଗୋଟେ ପହଞ୍ଚିଗଲୁ। ମୋ ସାଙ୍ଗ ଗୋଟେ ଗଲା ହୋଟେଲରେ କେତିକି ଜଳଖିଆ ଅଛି, ଅଣ୍ଟିବ ନା ନାହିଁ ବୋଲି ଦେଖିଲା ବେଳକୁ ଘୁମ୍ ଘାମ୍ ଜଳଖିଆ ଅଛି, ପୁରା ମସ୍ତ ଲାଗିଥିଲା। ଏଥିମଧ୍ୟରେ ମୁଁ ପିଲାମାନଙ୍କୁ ପଚାରିଲି, ଭାଇ ଟେଷ୍ଟ କେମିତି ଅଛି? ଗୁରୁ କେତେଟା ପିଲା କହିଲେ ଭାଇ କେମିତି ଅଛି ଭଲ ଟେଷ୍ଟ? ଅଛି, ଆଉ କେତେ ପିଲା କ'ଣ କହୁଛି ଶୁଣିଦେବା। ଭଲ ଅଛି। କେମିତି ଅଛି ରେ ଟେଷ୍ଟ? କିଛି ଭଲ ଲାଗୁନି ମୋତେ। କାଳେ କ'ଣ ନା ଟେଷ୍ଟ ସବୁ ରନ୍ଧା ଭଲ ତ ଅଛି। ତ ଇତିମଧ୍ୟରେ କେହି ଜଣ ଗୋଟେ ଭାଇ ସମ୍ବଲପୁରୀ ଲଗାଇଦେଲା, ଯେଉଁ ନାଚ କହିଲେ ନ ସର ଭାଇ। ଏଇଟା ତ ସତରେ ବହୁତ ମସ୍ତିଟା। ଏତେ ଭିତରେ ଆମ ଗାଡ଼ିରେ ତେଲ ସରିଗଲା। ଗୋଟେ ଭଲ ପେଟ୍ରୋଲ ପମ୍ପ ପାଖରେ ଦେଖିକି ଗାଡ଼ି ସାଇଡ଼କୁ ଲଗାଇଦେଲୁ। ଭାଇନା ଆମର ପେଟ୍ରୋଲ ମାରିଲା ଭିତରେ ଆମେ କ'ଣ କଲୁ, ଫଟୋ ଷ୍ଟିଲ୍ ପାଇଁ ବାହାରିଲୁ। ଯେ ଫଟୋ ଷ୍ଟିଲ୍ କେମିତି ଅଛି, ଆମର ମାଷ୍ଟର ଆଉ ମୁଁ। ଏଇଟା 2ଟା ଫଟୋ ବାହାରିଲା ବେଳେ ଗୋଟେ ଠାଙ୍ଗ ଠାଙ୍ଗ କରି ବଜେଇଲା। ମାଷ୍ଟର କହିଲେ, ଭାଇ ମୁଁ ତୋର ମାଷ୍ଟର, ଜୁନିୟର ହେଲେ ବି ମୁଁ ତୋର ମାଷ୍ଟର, ମୋ ପାଇଁ ଗୋଟେ ଗଟମ ଖଜା ଆଣିଦିଅ। ଠିକ୍ ଅଛି ଭାଇ ଚାଲ ଖୁଆଇଦେବି ବୋଲି ଭାବିଲି। ଦେଖିଲା ବେଳେ ନେଟ୍ କ୍ୟାସ୍ ଦେଲି, କିନ୍ତୁ ତାଙ୍କ ପାଖରେ ଚିଲ୍ଡ୍ର ନାହିଁ। ଫୋନ୍ ପେ କରିବି ବୋଲି ବାରକୋଡ଼୍ ନାହିଁ। କ'ଣ କରିବି, ତଥାପି ମିଳିଲାନି। ମୋର ସାଥୀ ଭାଇ ଜଣେ ଥିଲେ, ସାଥୀ ଭାଇ ଦେଲେ ଗୋଟେ 20 ଟଙ୍କା ଦେଲେ, ମୁଁ ତାଙ୍କ ପଇସାରେ ନେଇଗଲି। ସବୁ ଗଟମ ତ ତାଙ୍କ ପଇସାରେ ନେଲି, ତ ଯେହେତୁ ମୁଁ ଟିକେ ସମସ୍ତଙ୍କୁ ବାଣ୍ଟି ଦେବି ବୋଲି ଭାବିଲି, ମୋର ସବସ୍କ୍ରାଇବର୍ ବି ବଢ଼ିଯିବ, ଚାଲ ସମସ୍ତଙ୍କୁ ବାଣ୍ଟି ଦେବା। ଏଥିମଧ୍ୟରେ କ'ଣ ହେଲା, ଲଞ୍ଚ ଟାଇମ୍ ହେଇଗଲା। ଲଞ୍ଚ ଟାଇମ୍ରେ ଆମେ କନିସି ଢାବାରେ ପହଞ୍ଚିଗଲୁ, ଯେଉଁଟାକି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। କନିସି ଢାବା ଆଜ୍ଞା ଆପଣ ଖାଇଲେ ଜାଣିବେ ଯେଉଁ ଟେଷ୍ଟି, ଆଉ ଯେତେ ଗହଳି ନା। ଦେଖନ୍ତୁ ଖଟ ଉପରେ ବସିକି ଖାଇବାକୁ ପଡ଼ିବ। ଆଉ ମୋ ସାଙ୍ଗକୁ ମୁଁ ଚିପ୍ସ ଦେଉଥିଲି, ସେ ମନା କରିଲା, ନା ଆରେ ବାବୁ ତୋ ଚିପ୍ସ ତୁ ଖାଇଦେ ବୋଇଲା। ସେ ଭାବିଲା ମୋ ଚିପ୍ସ ଖାଇଦେଲେ ମୁଁ ପଇସା ଦେବି ନା କ'ଣ ବୋଲିକି। ନାଇଁ ସେମିତି କିଛି ନାହିଁ। ଦେଖନ୍ତୁ କନିସି ଢାବା କେତେ ସୁନ୍ଦର ଅଛି, ଆଉ ପୁରା ଖୋଲା ଖୋଲି କନିସି ଢାବା ଏଇଟା ଦେଖିନେବେ। ଖଟ ଉପରେ ବସିକି ଖାଇବା। ଆଉ କ'ଣ କ'ଣ ଅର୍ଡ଼ର କରାହେଇଥିଲା, ଛତୁ, ଚିପ୍ସ ଆଉ ଭାତ, ପୁରା ପୁଚିକି ଖାଇଦେଲେ ଆମେ, ଆମର ପିଲାମାନେ। ତା ସହିତ ଆମର ସାର ଛୋଟ ଭାଇମାନଙ୍କୁ ମୁଁ ଆପଣମାନଙ୍କୁ ଦେଖେଇଦେବି, ଯିଏ ଯେଉଁଟା ବିରିୟାନୀରେ ଅର୍ଡ଼ର କଲ ବିରିୟାନୀ ଖାଇଲେ, ଆଉ ଯିଏ ସାଧା ଖାଇବା ସାଧା ଖାଇଲେ ଦେଖିଦେବେ। ଆଉ କାହାକୁ ଭାଇ ଟିକେ କହୁଛି, ଭାଇ ଟିକେ ଏପଟେ ଚାହଁ, ନାହିଁ ଭାଇ ପେଟ ରାଉ ରାଉ କରୁଛି, ତଥାପି ଭାଇମାନେ ହାଇ ହାଇ କହିଦେଲେ। ଏଇଟା ଥିଲା ଆଇଟମ୍। ତ ବନ୍ଧୁଗଣ କେମିତି ଲାଗିଲା ଏ ଭିଡ଼ିଓ? ଯଦି ଭଲ ଲାଗିଥିବ ତାହେଲେ ନିଶ୍ଚୟ ଆପଣମାନଙ୍କ ଲାଇକ୍ ଆଣ୍ଡ ସେୟାର କରିବେ ଏବଂ ସବସ୍କ୍ରାଇବ୍ ଟିକେ କରିବେ। ଧନ୍ୟବାଦ ଭାଇ, ରହିଲେ। ଜୟ ଜଗନ୍ନାଥ।